ଆମେରିକା ବର୍ତ୍ତମାନ ଗୋଟେ ଗାଇଡଲାଇନ ଜାରି କରିଛନ୍ତି ଯେ ତୁମେ ଓଡିଶା ଯିବନି, ବିଶେଷ କରି ମହିଳା ମାନେ ଯିବନି, ଏକାକି ଯିବନି, ଯୋଉଟା କି ଓଡିଶା ପ୍ରତି ବଡ ଅସମ୍ମାନ ହେଇଛି। ଭାରତୀୟ ଜନତା ପାର୍ଟି କହିଲେ ଆମେ ଓଡିଶାକୁ 1 ନମ୍ବର କରିବୁ, ସିଏ 1 ନମ୍ବର କରିଦେଇଛନ୍ତି ମହିଳା ଅତ୍ୟାଚାରରେ, ଲ ଆଣ୍ଡ ଅର୍ଡର ବା ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳରେ, ଏବଂ କାମ ଦାମ ସବୁ ବର୍ତ୍ତମାନ ବନ୍ଦ, ଲୋକଙ୍କର ଅଶାନ୍ତି ଚରମ ସୀମାରେ। ଓଡିଆ ଅସ୍ମିତା ଆଜି ଭୁଲୁଣ୍ଠିତ, ଓଡିଆ ଅସ୍ମିତା ଆଜି ବିଶ୍ୱ ଦରବାରରେ ଲାଞ୍ଛିତ। ତାର କାରଣ ହଉଛି ଭାରତୀୟ ଜନତା ପାର୍ଟି ସରକାର ଯେତେବେଳେ ଓଡିଶାରେ ଶାସନକୁ ଆସିଲା, ତା ପରଠୁ ମହିଳା ମାନଙ୍କ ଉପରେ ଅତ୍ୟାଚାର ବହୁତ ବଢିବାରେ ଲାଗିଛି। ପ୍ରତ୍ୟହ ଆପଣ ଦେଖିବେ କୋଉଠି ନା କୋଉଠି କେହି ନା କେହି ବଳାତ୍କାର ଶିକାର ହେଇଥିବେ, ଏବଂ ଛୋଟ ଛୁଆ, ନାବାଳିକା, କଲେଜ ଛାତ୍ରୀ, ମହିଳା ସବୁଠି ବର୍ତ୍ତମାନ ଦୁଷ୍କର୍ମ, ଅତ୍ୟାଚାର, ଲାଞ୍ଛନାର ଶିକାର ହେଉଛନ୍ତି। ଏବଂ ଏଇ ଯୋଉ ବର୍ଷଟା ମହିଳା ଅତ୍ୟାଚାରରେ ଓଡିଶା ଭାରତ ବର୍ଷରେ 1 ନମ୍ବର ସ୍ଥାନକୁ ଯାଇଛି। ଏବଂ କିଛି ଦିନ ତଳେ ଗୋପାଳପୁର ହଉଛି ଗୋଟେ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର, ଯୋଉଟା ଇଣ୍ଟରନ୍ୟାସନାଲ ଟୁରିଷ୍ଟ ଡେଷ୍ଟିନେସନ କୁହାଯିବ। ସେଠି କଣ ହେଇଛି, ଗୋଟେ କଲେଜ ଛାତ୍ରୀକୁ ଗଣ ଦୁଷ୍କର୍ମ କରାଯାଇଛି। ଏବଂ ମୁଁ ଭାବୁଛି ବୋଧେ ଏଇଭଳି ଅନେକ ଗୁଡେ କାରଣ ଯାହା ସେ ଦର୍ଶାଇଛନ୍ତି, ଆମେରିକା ସରକାର ଦର୍ଶାଇଛନ୍ତି ଯେ ରେପ୍, ମର୍ଡର, ଆଉ ଆପଣଙ୍କର ଟେରୋରିଷ୍ଟ ଆକ୍ଟିଭିଟିଜ, ଏସବୁ ଉଗ୍ରବାଦୀ କାର୍ଯ୍ୟକଳାପ ଯୋଉଟା ସେଟା ବହୁତ ବର୍ତ୍ତମାନ ବଢିଯାଇଛି ଓଡିଶାରେ। ତେଣୁ ଆମେରିକା ବର୍ତ୍ତମାନ ଗୋଟେ ଗାଇଡଲାଇନ ଜାରି କରିଛନ୍ତି ଯେ ତୁମେ ଓଡିଶା ଯିବନି, ବିଶେଷ କରି ମହିଳା ମାନେ ଯିବନି, ଏକାକି ଯିବନି, ଯୋଉଟା କି ଓଡିଶା ପ୍ରତି ବଡ ଅସମ୍ମାନ ହେଇଛି। ଆଉ ଏମାନେ ଯୋଉ ତାଙ୍କର କିଛି ମନ୍ତ୍ରୀ କହୁଛନ୍ତି, ଟ୍ରମ୍ପ କଥା କହୁଛନ୍ତି ଯେ ସିଏ ନିଜ ଦେଶ ସମ୍ଭାଳୁ। ଟ୍ରମ୍ପ କାହାର ବନ୍ଧୁ? ଇଏ କହିଲେ ନମସ୍ତେ ଟ୍ରମ୍ପ, କିଏ କରିଥିଲା? ଭାରତକୁ ଆଣିକି ନମସ୍ତେ ଟ୍ରମ୍ପ କିଏ କରିଥିଲା? ଅବ୍ କି ବାର୍ ଟ୍ରମ୍ପ ସରକାର ଯୋଉ ନିର୍ବାଚନ ଲଢୁଥିଲେ, କିଏ ସ୍ଲୋଗାନ ଦେଇଥିଲା? ଏବଂ ସିଏ ଯେତେବେଳେ ଇଲେକ୍ସନ ଲଢୁଥିଲେ ଟ୍ରମ୍ପ, ତାଙ୍କୁ ବି ଭାରତରେ କିଏ ପୂଜା ପାଠ କରୁଥିଲା? ହୋମ ଯଜ୍ଞ ପୂଜା ପାଠ ଚଲେଇଥିଲେ ଟ୍ରମ୍ପ ଜିତିଲେ। ବର୍ତ୍ତମାନ ଯିଏ ନିଜ ଲୋକ, ଯାହାକୁ ତମେ ନିଜର ବୋଲି ଭାବୁଛ, ସିଏ ଯେତେବେଳେ କହିବ ଯେ ନିଜ ପରିବାର ଲୋକଙ୍କ ସମ୍ପର୍କରେ ଏଇଟା ଗୋଟେ ଭୁଲ କଥା ହଉଛି, ସେତେବେଳେ ନିଶ୍ଚିତ ଭାବରେ ସେ କଥାରେ କିଛି ସତ୍ୟତା ଥିବ। ଯେତେବେଳେ ଟ୍ରମ୍ପ ସରକାର କହୁଛି ଭାରତର ଅନେକ ରାଜ୍ୟରେ, ବିଶେଷ କରି ଓଡିଶାରେ ଏଭଳି ଜଘନ୍ୟ କାମ ହଉଛି, ତମର ପ୍ରିୟ ବନ୍ଧୁ କହିଛନ୍ତି, ତେଣୁ ବିଶ୍ୱାସ କରିବାକୁ ପଡିବ। ତେଣୁ ଓଡିଶାର ସମ୍ମାନ ଆଜି ସାରା ବିଶ୍ୱରେ କ୍ଷୁର୍ଣ୍ଣ ହଉଛି। ତା ବିରୁଦ୍ଧରେ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଲଢେଇ କରିବ। ଛାତ୍ର ବିଜୁ ଜନତା ଦଳ ଡାକରା ଦେଇଛି। ଗୋପାଳପୁର ଛାତ୍ରୀ ଧର୍ଷଣ ଠାରୁ ଆରମ୍ଭ କରିକି ବିଭିନ୍ନ ଜାଗାରେ ଯୋଉ ଛାତ୍ରୀ ମାନଙ୍କ ଉପରେ ଆକ୍ରମଣ ହଉଛି, ମହିଳା ମାନଙ୍କ ଉପରେ, 25 ତାରିଖରେ ସେମାନେ ଆନ୍ଦୋଳନ ଡାକରା ଦେଇଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ମହିଳା ବିଜୁ ଜନତା ଦଳ ବର୍ତ୍ତମାନ ଆଜି ଡାକରା ଦେଲେ, ଚାଲିବ ଲଢେଇ। ଓଡିଶା ଗୋଟେ ଶାନ୍ତ ରାଜ୍ୟ ଭାବରେ ସାର୍ ପରିଚିତ, ଆଉ ତାକୁ ବିହାର ମଧ୍ୟ ଯଦି ଦେଖିବା ଆଗରୁ ଗୋଟେ କ୍ରାଇମ ଆକ୍ଟିଭିଟି ପାଇଁ ପ୍ରସିଦ୍ଧ ଲାଭ କରିଛି। ତେବେ ସେ କ୍ଷେତ୍ରରେ ଆମେ ଆମର ଓଡିଶାର ବିକାଶ କଣ ବିହାର ସାଙ୍ଗରେ ସମକକ୍ଷ ହେଇଗଲାଣି? ଶୁଣନ୍ତୁ, ଓଡିଶା ବିଭିନ୍ନ କ୍ଷେତ୍ରରେ ନବୀନ ପଟ୍ଟନାୟକ ସରକାର 1 ନମ୍ବର ଜାଗାରେ ଥିଲା। ବିପର୍ଯ୍ୟୟ ପରିଚାଳନାରେ ଜାତିସଂଘ ରିୱାର୍ଡ ଦେଇଛନ୍ତି ଏବଂ ପ୍ରଶଂସା କରିଛନ୍ତି। 2 ଥର ବିଶ୍ୱକପ ହକି ଆୟୋଜିତ ହେଇଛି। ଇଣ୍ଡିଆର ପୁରୁଷ ହକି, ମହିଳା ହକିର ସ୍ପନ୍ସରସିପ ମଧ୍ୟ ଓଡିଶା କରିଥିଲେ। ଅମିତ ଶାହ ଗୃହମନ୍ତ୍ରୀ ଯେତେବେଳେ ଆସିଥିଲେ, ସେ କହିଲେ ନକ୍ସଲ ଦମନରେ ଓଡିଶା ଫାଷ୍ଟ, ନବୀନ ପଟ୍ଟନାୟକ ଫାଷ୍ଟ। ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟ ଭିତରେ କହିଲେ ମୋଦି ଯେ ନବୀନ ପଟ୍ଟନାୟକ ଖଣି ପରିଚାଳନା ବେଷ୍ଟ ଏବଂ ଓଡିଶା ଅର୍ଥନୀତି ବଢିଆ, ସେମାନେ ତ କହିଛନ୍ତି।
ଆଜି ତାଙ୍କରି ଦଳ ସରକାରକୁ ଆସିଲା ପରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ତାକୁ କଣ କୁହାଯାଇ ପାରିବ? ଭାରତ ସରକାରଙ୍କ ତରଫରୁ କାଉଣ୍ଟର ମେସେଜ ଦବାର ଥିଲା। ଏମାନଙ୍କର ସାହସ କୋଉଠି ଅଛି କାଉଣ୍ଟର ଆଟାକ୍ କରିବାକୁ, କି କାଉଣ୍ଟର ବାଇଟ୍ ଦେବା ପାଇଁ, କି ପ୍ରତିବାଦ କରିବାକୁ? ଏମାନଙ୍କୁ ସାହସ ନାହିଁ। ବନ୍ଧୁ ବୋଲି କହିଛନ୍ତି ପୁରା, ବନ୍ଧୁ ଯାହା କହିଲେ ଆମେ ତାକୁ ଗ୍ରହଣ କରିବୁ, ବନ୍ଧୁକୁ କୁଣ୍ଡେଇକି ଧରିଥାନ୍ତୁ। ରାଜ୍ୟ ସରକାର ମଧ୍ୟ କିଛି ନିରବ ଅଛନ୍ତି। ତାଙ୍କର କିଛି ନାହିଁ ନିରାପଦ। ସାର୍ ନିର୍ବାଚନ ସମୟରେ ଗୋଟେ କଥା ଉଠିଥିଲା କି ଓଡ଼ିଶାକୁ ନେଇକି ବିଶ୍ୱ ସ୍ତରରେ ପରିଚିତ କରିବା, ଇଏ ତାର ପ୍ରତିଫଳନ ଦେଖିବାକୁ ମିଳୁଛି କି? ହଁ ଭାରତୀୟ ଜନତା ପାର୍ଟି କହିଲେ ଆମେ ଓଡ଼ିଶାକୁ 1 ନମ୍ବର କରିବୁ, ସିଏ 1 ନମ୍ବର କରିଦେଇଛନ୍ତି। ମହିଳା ଅତ୍ୟାଚାରରେ, ଲ ଆଣ୍ଡ ଅର୍ଡର ବା ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳରେ, ଏବଂ କାମ ଦାମ ସବୁ ବର୍ତ୍ତମାନ ବନ୍ଦ, ଲୋକଙ୍କର ଅଶାନ୍ତି ଚରମ ସୀମାରେ। ତାଙ୍କ ବନ୍ଧୁ କହିଛନ୍ତି ପରା, ସେମାନେ କ୍ଲାରିଫାଇ କରିବେ ଯାହାକୁ କହିଲେ ନମସ୍ତେ ଟ୍ରମ୍ପ, ଅବ୍ କି ବାର୍ ଟ୍ରମ୍ପ ସରକାର, ଉତ୍ତର ସେମାନେ ଦେବେ ନା। ଭାଇ ବନ୍ଧୁ ଉତ୍ତର ସେମାନେ ଦେବେ। ଟ୍ରମ୍ପଙ୍କ ପାଇଁ ପ୍ରଚାର କରିବା ମହଙ୍ଗା ପଡିଲା କହିପାରିବା? ନାଇଁ ସେମିତି ନାହିଁ, ମହଙ୍ଗା ପଡିଲା ନୁହଁ, ଇଏ ତ କୁଣ୍ଡେଇକି ଧରିଛନ୍ତି। ସିଏ କହନ୍ତି ଭାରତୀୟ ଜନତା ପାର୍ଟି ତାଙ୍କୁ କୁଣ୍ଡେଇକି ଧରିଛନ୍ତି।